ଘରେ ଗଙ୍ଗାଜଳ ରଖିବା ସଠିକ୍ ସ୍ଥାନ। ଗଙ୍ଗାଜଳକୁ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ମାନାଯାଇଛି। ଘରେ ଗଙ୍ଗାଜଳ ରଖିବା ଦ୍ୱାରା ସୁଖ ଶାନ୍ତି ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ବାସ୍ତୁଶାସ୍ତ୍ରରେ ଗଙ୍ଗାଜଳ ରଖିବାର କିଛି ଖାସ୍ ନିୟମ ରହିଛି, ଯାହାକୁ ଆମେ ପାଳନ କରିବା ନିହାତି ଆବଶ୍ୟକ। ସନାତନ ଧର୍ମରେ ଗଙ୍ଗାଜଳକୁ ଜୀବିତ ଦେବୀ ଭାବରେ ବିବେଚନା କରାଯାଇଛି। ଯେଉଁ ନଦୀ କୋଟି କୋଟି ଲୋକଙ୍କୁ ମିଠା ପାଣି ଦ୍ୱାରା ଜୀବନରେ ସକାରାତ୍ମକ ମାର୍ଗ ଦେଖାଇଥାଏ, ଘରେ ଗଙ୍ଗାଜଳ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ବିଦ୍ୟମାନ ହୋଇଥାଏ। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଓ ସଂସ୍କାର ଗୁଡ଼ିକରେ ଗଙ୍ଗାଜଳ ବ୍ୟବହାର ସୁନିଶ୍ଚିତ ହୋଇଥାଏ। କ'ଣ ଆପଣ ଜାଣିଛନ୍ତି କି ଗଙ୍ଗାଜଳକୁ ଘରର କେଉଁ ସ୍ଥାନରେ ରଖିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ? ଗଙ୍ଗାଜଳ ରଖିବାର ନିୟମ। ବାସ୍ତୁଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ କେବେ ବି ବାଥରୁମ୍ କିମ୍ବା ଶୌଚାଳୟ ପାଖରେ ରଖିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଏହାର ପବିତ୍ରତା ଭଙ୍ଗ ହୁଏ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ। ଗଙ୍ଗାଜଳକୁ ଠାକୁର ଘରେ ରଖିବାର ବିଧି ରହିଛି। ଗଙ୍ଗାଜଳକୁ ସ୍ନାନ ନ କରି ସ୍ପର୍ଶ କରିବା ଉଚିତ ନୁହେଁ, ନଚେତ୍ ଗଙ୍ଗାଜଳ ଅପବିତ୍ର ହୋଇଯାଇଥାଏ, ଯାହାଫଳରେ ଗଙ୍ଗାଜଳ ସିଞ୍ଚନ କରିବା ପରେ ମଧ୍ୟ କୌଣସି ଶୁଭଫଳ ପ୍ରାପ୍ତି ହୋଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ କାଚ ବୋତଲରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ଯଦି ପ୍ଲାଷ୍ଟିକ ବୋତଲରେ ରଖୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ଏହି ପ୍ଲାଷ୍ଟିକ ବୋତଲ ପୁନଃ ପ୍ରୟୋଗ ହୋଇନଥିବା ଆବଶ୍ୟକ। ଯଦି ଆପଣ ଗଙ୍ଗାଜଳକୁ ଲୋଟାରେ ରଖିବାକୁ ଚାହୁଁଛନ୍ତି, ତାହେଲେ ତମ୍ବା, ପିତ୍ତଳ, ରୂପାର ଲୋଟାରେ ରଖିବା ଆବଶ୍ୟକ। ଗଙ୍ଗାଜଳକୁ କେବେ ବି ଖୋଲା ପାତ୍ରରେ ରଖିବା ଉଚିତ ନୁହେଁ। ଏହାକୁ ସବୁବେଳେ ଘୋଡ଼ାଇ ରଖନ୍ତୁ। ଗଙ୍ଗାଜଳ ସିଞ୍ଚନ କରିବା ପରେ ସେଥିରେ ଆଙ୍ଗୁଠି ପକାଇବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଅଶୁଚିତା ଆଣିଥାଏ। ତେଣୁ ଗଙ୍ଗାଜଳ ସିଞ୍ଚନ କରିବା ପୂର୍ବରୁ ବିଶେଷ ଧ୍ୟାନ ରଖନ୍ତୁ, ନହେଲେ ଏହାର ପବିତ୍ରତା ନଷ୍ଟ ହୁଏ। ଗଙ୍ଗାଜଳ କେବେ ବି ରୋଷେଇ ଘର କିମ୍ବା ଖାଦ୍ୟ ସାମଗ୍ରୀ ପାଖରେ ରଖିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଦେବୀ ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି। ଘରେ ଆପଣ ଯେଉଁ ସ୍ଥାନରେ ଗଙ୍ଗାଜଳ ରଖୁଛନ୍ତି, ସେହି ସ୍ଥାନକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ, କାରଣ ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ଦେବୀ ଓ ଦେବତାମାନେ ବାସ କରିଥାନ୍ତି। ତେଣୁ ଘର ଦ୍ୱାର ସର୍ବଦା ସଫାସୁତୁରା ରଖିବା ଉଚିତ। ଯେଉଁଠାରେ ସୂର୍ଯ୍ୟ ଆଲୋକ ପଡୁଛି, ସେହି ସ୍ଥାନରେ ଗଙ୍ଗାଜଳ ରଖନ୍ତୁ। ଗଙ୍ଗାଜଳକୁ ବାରମ୍ବାର ବ୍ୟବହାର କରିବା ମଧ୍ୟ ଭୁଲ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଏହାର ଦିବ୍ୟତା ସମାପ୍ତ ହୁଏ। ଗଙ୍ଗାଜଳ ବ୍ୟବହାର କରିବା ସମୟରେ ଚପଲ ପିନ୍ଧିବା ଭୁଲ ବୋଲି ବିବେଚନା କରାଯାଏ। ଜୟ ଜଗନ୍ନାଥ।